ମହାକଳ ବିଧାୟକଙ୍କର ଇସ୍ତଫା ଦାବି କରିନି ସେ ନିଜକୁ ଇସ୍ତଫା ଦିଅନ୍ତୁ କାରଣ ସେ ଏମଏଲଏ କହିବାକୁ ଯୋଗ୍ୟ ନୁହନ୍ତି। ଯେତେବେଳେ ତାଙ୍କ ଏରିଆରେ ଝିଅକୁ ସେ ନ୍ୟାୟ ଦେଇପାରୁନାହାନ୍ତି ତାଙ୍କର କର୍ମୀକୁ ଲଗେଇକି ଅତ୍ୟାଚାର କରୁଛନ୍ତି ଏମଏଲଏ କହିବାକୁ ଯୋଗ୍ୟ ନୁହେଁ। ତୁରନ୍ତ ଇସ୍ତଫା ଦିଅନ୍ତୁ ଆପଣ ଏମଏଲଏ ହେବାକୁ ଯୋଗ୍ୟ ନୁହନ୍ତି। କୋଉଠି ନା କୋଉଠି ମହାକାଳ ପୋଲିସ କଳା ଯେଉଁ ପୋଲିସ ଅଛି ପୋଲିସ ସହଯୋଗ କରୁନି। ମୁଁ ଏଠି ଦାବି କରିବି ଜୁଡ଼ିସିଆଲି ତଦନ୍ତ କରାଯାଉ କାରଣ ଯେଉଁ ପୋଲିସ ମୋତେ ଖରାପ ବ୍ୟବହାର ଦୁର୍ବ୍ୟବହାର କରିଛି ମୁଁ ତାଙ୍କ ଉପରେ କେବେ ଦାୟିତ୍ୱ ଦେଇପାରିବିନି। ମୋ କେସ୍ଟାକୁ ମୁଁ ଜାଣିନି ବି ଏପର୍ଯ୍ୟନ୍ତ ମୋ କେସ୍ ରେଜିଷ୍ଟ ହେଇଛି ମୋ ଦେହ ଖରାପ ଅଛି ମୁଁ ବୁଝିପାରିନି କ'ଣ ହେଇଛି କିନ୍ତୁ ମୁଁ ଆଉ ଗୋଟେ ଆପ୍ଲିକେସନ୍ ପୋଲିସ ବିରୋଧରେ ଦେବି। ଚାହୁଁଛି ଯେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆଉ ଏଟାକୁ ଜୁଡ଼ିସିଆଲ ତଦନ୍ତ କରାଯିବ। ମୋ ପାଖରେ ଯେତିକି ବି ପ୍ରୁଫ୍ ଅଛି ମୋ ମୋବାଇଲରେ ଅଛି ମୋବାଇଲ ବି ଏପର୍ଯ୍ୟନ୍ତ ଦେଇନାହାନ୍ତି ମୋତେ ଭାବରେ ତଦନ୍ତ କରାଯାଉ। ମୁଁ ନିର୍ଦ୍ଦୋଷ ଥାଇକି ମୋତେ ଯେଉଁଭଳିଆ କେସ୍ରେ ଛନ୍ଦିଛନ୍ତି ଯେଉଁଭଳିଆ ଦଫା ଲଗେଇଛନ୍ତି ଏଗୁଡ଼ାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବି। ପାଖାପାଖି 5-6 ମାସ ହେଇଗଲାଣି 6-7ଟା ପ୍ରୋଜେକ୍ଟ କାମ ବନ୍ଦ ଥିବ। ଯେତେବେଳେ ଲୋକମାନେ ଆମ ଘରକୁ ଆସିଛନ୍ତି ଆମେ ତାଙ୍କୁ ଠିକାଦାର ହିସାବରେ କାମ ଦେଇଛୁ ଆମକୁ ଧମକାଉଛନ୍ତି କି ଆମକୁ ଯଦି ବିଲ୍ ନ ଦେବ ଆମେ ବିଷ ଖାଇ ମରିବୁ। କୋଉଠି ନା କୋଉଠି ଆମେ ବହୁତ ପ୍ରେସର ରହୁଛୁ ଯେହେତୁ ତାଙ୍କୁ କାମ କରୁଛୁ। ଲାଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇଁ www.nowodisha.com କୁ ଲଗ୍ଇନ୍ କରନ୍ତୁ।